ଦେବତା ମାନେ ରାବଣ ଆଜ୍ଞା ସେବା କରନ୍ତି। ରାବଣ ସେବା କାର୍ଯ୍ୟରେ ସମସ୍ତେ ନିଯୁକ୍ତି ଅଛନ୍ତି। ତୁ ରାବଣ ସେଦିନ ଦିନେ ଚିନ୍ତା କରୁଛି ମୋ ସିଂହାସନ ଉପରେ ବସି ତ ସବୁ ଦେବତା ମାନେ ଯଦି ମୋ ଲଙ୍କା କଟକରେ ମୋର ସେବା କରୁଛନ୍ତି, ଯଦି ସବୁ ଦେବତା ମୋ ରାଜ୍ୟରେ ରହିବେ ଆଉ ତୁଚ୍ଛାରେ କାହିଁକି ଗୋଟେ ବୈକୁଣ୍ଠ ରହିଥିବ ଯଦି ସବୁ ଦେବତା ଏଠି ରହିବେ ଆଉ ବୈକୁଣ୍ଠ ତ ଫାଙ୍କା ସେଟା କାହିଁ ରହିବ? ସେଠି ଖାଲି ସିଂହାସନ ପଡିଛି। ଯୋଉଠି ସବୁ ମନ୍ତ୍ରୀ ରହିବେ, ଏମଏଲଏ ରହିବେ, ସଚିବ ରହିବେ, ଆଉ ସେଇଟା ରାଜଧାନୀ ହବନି? ହବ। ରାବଣ କହିଲା ସବୁ ଦେବତା ମାନେ ଆସିକି ଏଠି ଆଉ ତୁଚ୍ଛାରେ କାହିଁ ଗୋଟା ବୈକୁଣ୍ଠ ରହିବ? ତେଣୁ ଲଙ୍କା କଟକକୁ ବୈକୁଣ୍ଠ ପୁରା କରିବେ। ଏଇ ଭାବନାରେ ରାବଣ ସେଦିନ ବସିଥାଏ। ଏତିକି ବେଳେ ମଶା ହେଲା ରାବଣ ଭାବୁଛି ଲଙ୍କାକୁ ବୈକୁଣ୍ଠ କରିବ। ଏତିକି ବେଳେ ହେଇଛି କଣ ଏକାଳେ ସୁଭିଲା देवर्षि नारद देखिले रावण कोन बसिकी धइलु रावण पाखे पहुंची नारद कहले दशानन आ कोरे चिंता करछो चिंता करछो बोलियो ना एटा ही करे नाही जेवनी सब देवता को आनी वैकुंठ करला हेले जो देवता आले वैकुंठ हबो सियासना सियासना मनला ना जहां को गोटा नाम की वैकुंठ नारायण वैकुंठ नआथिले वैकुंठ नहे पारिबन तू समस्त पाड़ी लक्ष्मी नारायण आसी ना आसी नाहंती आसी आए वैकुंठ रावण कला सत्य तो बोले लक्ष्मी नारायण को आनी मन का मां को सेबिले बापा को पाई देबे से ओइडी अल्लाह हो बसुछु मां को सेवा कले बापा को पाई एडी बसंती बोला आगे मां ताको नै आसीले बापा होइबे नहीं बापा पछरे बुडेबे बापा आसीबे नु मां बापा आसीला परे मो लंका वैकुंठ हो मथुरा मन हेबी तू आको मां ताको नै आसी और आपण को रानी सीता लक्ष्मी बोली साई रावण जानि राम नारायण तू आको मां ताको नै बापा आसीबे जीव कोड बोला भलरे न हेले मंदरे नेभी मोरो विराज करना भाई भलरे न हेले मंदरे नेभी मोरा विराज करना भाई रावण चिंता कला जदि भलरे न आसीबे मंदरे तो आसीबे मो अभिलाष पूर्ण हवा दरकार तुम भलरे आगाणी चेष्टा करिया যদি ফল নলা মত হবো তুমি প্রথমে রাম পাজ্ঞা শাসন মানে স্বাগত করিয়া পই আনিবা পই সীতার মন্ত্রী দুলଙ୍କୁ পঠেইলা সুকোসরণ দু যেতে বেলে চিত্রকূটরে প্রভু আজ্ঞা থিলি চিত্রকূট পর্বতে প্রথমে প্রভু আসি বনবাস আসিলে চিত্রকূটরে থিলে চিত্রকূটরে থিলা বেলে রাবণ পঠিতলা সুকোসরণ যাও মো প্রভুଙ୍କୁ মোর মাস মিলা শ্রীলঙ্কা দেখ चित्र जाइछि सुकोसरण आनिबा पई सुकोसरण पहुंचला बेला देखले राम को पाखरे केते गुडी लोक सब पहुंचुछन सुकोसरण दूर थाकी देखिले जे तांका पाखरे पहली लागिछि जे पहली समय हमरा कथार मूल्य किछ रहिबो ना तू पहली भांगी जाऊ आमे रे आमे कथा कहि अपेक्षा करि सुकोसरण आज्ञा गाव भाडे लुचि कोन एठी कथाबार्ता होछि दल्ले सुकोसरण होछि बसबे पाइले एमान दूटा पर मार आज्ञा राम को बुझे सुनी पुनर्बार अयोध्या करी नबा तू जेते जे बुझेले राम आज्ञा माने ना
ଗ୍ରହଣ କଲେ ନା ରାମ କଣ କହିଲେ କଣ? କହିଲେ ରଘୁକୁଲ ଇତି ସଦା ଚଳିଆ ରଘୁକୁଲ ଇତି ସଦା ଚଳିଆ ମାନସ ଆଜ୍ଞା ରାମ କହିଲେ ପ୍ରାଣ ପରୁ ଚାଲିଯିବ ଯିବ ମୁଁ ଦେଇଥିବା ବଚନ କେବେ ଖଣ୍ଡନ ନା ମୋ ବାପାଙ୍କର କଥା ରକ୍ଷା ମୋ ସତ୍ୟ ରକ୍ଷା 14 ବର୍ଷ ନ ପୁରିଲା ପର୍ଯ୍ୟନ୍ତ ମୋ ଅଯୋଧ୍ୟାର ମୁଁ ନା ସମ୍ପୂର୍ଣ୍ଣ ନାସ୍ତି କରିଦେଲି ଆଜ୍ଞା ସୁକୋଷାର ଦୂରେ ଥାଇ ଏ କଥା ଶୁଣିଲି ସୁକୋଷାର ଚିନ୍ତା କଲେ ଯୋଉ ରାମ ବାପା ମରିଗଲା ପରେ ଭାଇ କଥା ରଖୁନି ମା କଥା ରଖୁନି ଗୁରୁବନ୍ଧ କଥା ରଖୁନି ନା ଗୋଟେ ଅଯୋଧ୍ୟା ଭଳି ରାଜ୍ୟକୁ ଆଉ ସେ ଯିବା ପାଇଁ ମନା କରିଦେଉଛି ଆମ କଥାରେ କୌଣସି ଆଉ ଗୋଟେ ରାଜ୍ୟକୁ ଯିବ ନା ଏବେ ଏଇଟା ସମ୍ଭବ ନୁହଁ ସେ ବନବାସ ଧରିକି ରହିବ ରହିବ ତେଣୁ କାହିଁକି ତୁଣ୍ଡ ସାରିବା କାହିଁକି ତା ପାଖକୁ ଯିବା କାହିଁକି କହିବା ତାହେଲେ ରାବଣକୁ ଧରିକି ଜଣେଇଦେବା ଜଣେଇବା ସୁକୋଷଣ ଫେରି ଆସିକି ରାବଣକୁ ଜଣେଇଦେଲେ ଆଜ୍ଞା। ରାବଣ ତ ନିଶ୍ଚିତ ହେଇଗଲା ଯେ ରାମ ଭଲରେ ଆସିବନି ମୋ ଲଙ୍କା ଭଲରେ ନହେଲେ ମଙ୍ଗଳରେ ନେବି ଆଉ ନେବି ଆଉ ତୁ ଆଗ ମାଟାକୁ ନେଇଗଲେ ବାପା ଆପେ ଆପେ ଆସିବେ ଯିବି ତେଣୁ ଏଇଟା ଥିଲା ତାର ଲକ୍ଷ୍ୟ ହଁ ତେଣୁ ପ୍ରଥମ ପ୍ରମାଣରେ ରାବଣ କହୁଛି ହେ ପ୍ରଭୁ ସରବିତ ହେଇଛି ବ୍ରହ୍ମସର ତଳେ ପଡ଼ିଛି ରାବଣ ଆଜ୍ଞା ଆଜ୍ଞା। ରାବଣ ଏଇଠି କହିଲା ହେ ରାଘବେନ୍ଦ୍ର ରାଜୀବ ଲୋଚନ ରାମ ରାମ ମୁଁ ସୀତାଙ୍କୁ ହରଣ କରିନି ହରଣ କରିଛି କେବଳ ଲଙ୍କାଟାକୁ ବୈକୁଣ୍ଠପୁର କରିବା ପାଇଁ କରିବା ପାଇଁ। ତୁମର ଆଗମନ ପାଇଁ ମାଟାକୁ ଆଗ ନେଇ ଆସିଥିଲି ସେଥିରେ ମୋ ମନ ଭିତରେ କୌଣସି ପାପ ପାପ ଉଦ୍ଦେଶ୍ୟ ଉଦ୍ଦେଶ୍ୟ କିଛି ନଥିଲା ହଁ। ତେଣୁ ହରଣ ନୁହଁ ସେଇଟା ହରଣ ହରଣ। ଏଇଟା ପ୍ରଥମ ପ୍ରମାଣ ରାବଣ କହୁଛି ସୀତାକୁ ମାରିଥିଲି ତମର ଆଗମନ ପାଇଁ ଲଙ୍କାକୁ ବୈକୁଣ୍ଠପୁର କରିବା ପାଇଁ ଆଜ୍ଞା। ଏଥିରେ ମୋର କୌଣସି ଦୋଷାପଣ ନାହିଁ ନାହିଁ ବୋଲା ଏକ ପ୍ରମାଣ ଆଜ୍ଞା। ମୁଁ କହିଛି ଆପଣମାନଙ୍କ ଆଗରେ ମୁଁ 5-7ଟା ପ୍ରମାଣ ଦେବି ଆପଣ କୋଉଟାକୁ ଗ୍ରହଣ କରିବେ ବି ଦ୍ୱିତୀୟ ମତରେ ରାବଣ କହିଲା ପ୍ରଭୁ ସୀତାଙ୍କୁ ହରଣ କରିନି ବରଣ କରିନି କରିଛି ଦ୍ୱିତୀୟ ମତରେ ରାବଣ କଣ କହିଲା କଣ? କହିଲା ପ୍ରଭୁ ହଁ। କହିଲା ପଞ୍ଚକୋଟିରେ ଦିନେ କବି ଗଙ୍ଗାଧର ମେହେର ବୈକୁଣ୍ଠ ତପସ୍ୱୀ ଆଜ୍ଞା ତପସ୍ୱୀ କାବ୍ୟ କାବ୍ୟ। କହିଲା ପଞ୍ଚକୋଟିରେ ଦିନେ ତୀର ବାଜେ ପଞ୍ଚକୋଟିରେ ଦିନେ କୋଟିର ବାଜେ ସେଦିନ ପଞ୍ଚମରେ ତୁମେ ଆସି କୁଟୀର କରିକି ରହିବ କୁଟୀର କରିକି ରହିଲା ବେଳେ ଆଜ୍ଞା ମୋ ପାଖରେ ମୋ ଭଉଣୀ ସୁପର୍ଣ୍ଣକା ଆସିକି ସମ୍ବାଦ ଦେଇଦେଲା ହଁ ତୁମେ ଆସିଛ ବୋଲି ମୁଁ ଯେତେବେଳେ ନିଶ୍ଚିତ ହେଇଗଲି ଜି ମୁଁ ଚିନ୍ତା କଲି ତମେ କେମିତି ଲଙ୍କାକୁ ଆସିବ ସେଟା ତ ମୋର ଲକ୍ଷ୍ୟ ଥିଲା ତେଣୁ ମୁଁ କଣ କଲି ମୋ ମାମୁଁ ମାରିଛ ହଁ ପଠେଇଦେଲି ଆଚ୍ଛା କାହିଁକିନା ତମକୁ ଛଳନା କରି ନ ପଠେଇଲେ ମା ଆସିବ ନାଇଁ କାହିଁକିନା ମୋ ମାକୁ ଆଣିବା ପାଇଁ ହେଲେ ତମକୁ ବାହାରକୁ ପଠେଇବାକୁ ପଡିବ ପଡିବ ତମ ପାଖରେ ଛଳନା କରିବାକୁ ପଡିବ ଆଜ୍ଞା। ତେଣୁ ମାରିଚକୁ ପଠେଇକି ମାରିଚ ଗଲା ହଁ। ମାରିଚ ଯେତେବେଳେ ଗଲା ହଁ। ହେ ପ୍ରଭୁ ତମେ କଣ କଲ ମାରିଚ ମାୟା ମୃଗ ହେଇକରି ତମ କୁଟୁର ଆଗରେ ଖେଳିଲା ଖେଳିଲା ବେଳେ ସୀତାଙ୍କ ନଜର ପଇଲା କହିଲା ସୀତା ସେ ମୃଗଟାକୁ ଦେଖିଲେ ଦେଖିଲେ। ସୀତା ସେ ମୃଗଟାକୁ ଦେଖୁ ଦେଖୁ ଆଜ୍ଞା। ଆଉ ଆଗ ପଛ ବିଚାର ନ କରି ହଁ। ହଠାତ୍ ରାମଙ୍କୁ କହିଲେ କହିଲି କଣ କହିଲେ ଭଞ୍ଜ ବନ୍ଧୁ ଲେଖିଲା ଆଜ୍ଞା। ବିନା ଦିନା ଭାସି ଶ୍ରୀରାମରେ ଭାସି ଏ ମୃଗେ ମୋଟ ଭାଇ ଏ ମୃଗେ ମୋଟ ଭାଇ କୁନ୍ତିୟ ଦିନେ ଅତି ସୁରଙ୍ଗନେ ଦେବ ବଧା ରାବଣ କହିଲା ପ୍ରଭୁ ହଁ ସୀତା ମା ଦେଖୁ ଦେଖୁ ମୃଗଟାକୁ ଆଜ୍ଞା ଆଉ ଲୋଭ ସମ୍ବରଣ କରି ନ ପାରି ହଠାତ୍ ତମକୁ କହିଲା କଲା ସ୍ୱାମୀ ହଁ ବିନା ଜିନା ଭାସି ଭାସି। ଶ୍ରୀରାମରେ ଭାସି ଭାସି। ଏ ମୃଗେ ମୋ ଶ୍ରଦ୍ଧା ଶ୍ରଦ୍ଧା ବିନା ଜିନା ବିନାକୁ ଜିଣିଲା ଭଳିଆ ତାହାର କଣ୍ଠସ୍ୱର ମା ସୀତା ସୀତା ଶ୍ରୀରାମରେ ଭାସି ରାମକୁ କହିଲେ ଏ ମୃଗେ ମୋ ଶ୍ରଦ୍ଧା ଶ୍ରଦ୍ଧା। ଏ ମୃଗ ପ୍ରତି ମୋ ଶ୍ରଦ୍ଧା ବଳିଛି ହେ ସ୍ୱାମୀ ଏ ମୃଗଟାକୁ ମୋତେ ଦିଅ ଦିଅ ରାମ ପଚାରିଲେ ସୀତେ ଏ ମୃଗଟାକୁ ମୁଁ ତମକୁ ଦେଲେ ତୁମେ କଣ କରିବ କଣ? ନା ବାନ୍ଧନ୍ତି କବରୀ କରିନ ଚାହୁଁରି ଯାଚାରୁ ଧାମରେ ଯାଚାରୁ ଧାମରେ ସୀତା କହିଲେ ମୁଁ ୟାର ଲାଞ୍ଜରେ ବେଳି ପକେଇବି ହଁ ୟା ଅଜୀର୍ଣ୍ଣ ଛାଲରେ ମୁଁ ବସିବି ବସି ହେଁ ହଁ ତେଣୁ ଏଇଭଳି ସୁନ୍ଦର ମୃଗଟା ଯଦି ମୋ ପାଖରେ ଜିଅନ୍ତା ହେଇକି ରହିଲା ହଁ ୟା ସହିତ ଖେଳ କୌତୁକ ହେଲେ ବନବାସର ଦୁଃଖଟା ମଧ୍ୟ ବାଧିବନି ଆଉ ତେଣୁ ଜିଅନ୍ତାରେ ଧରିକି ଦେଲେ ଲାଭ ମାରିକି ଦେଲେ ମଧ୍ୟ ଲାଭ ଲାଭ ଏ ସ୍ୱାମୀ ମୃଗଟା ମୋର ଦରକାର ଦରକାର ତେଣୁ ଏ କଥା ଆଜ୍ଞା ସୀତା କହିଲେ ଆଜ୍ଞା। ରାବଣ ସେଇ କଥା ଉପରେ ଯୁକ୍ତି କରୁଛି କହିଲା ପ୍ରଭୁ ହଁ। ଯୋଉଦିନ ସୀତା ତମକୁ ମୃଗଟାକୁ ମାଗିଲି ହଁ। ତମେ ଟିକେ ଚିନ୍ତା କରିବାର ସେଦିନ ନଥିଲା ଥିଲା କଣ ଚିନ୍ତା କରିବାର ଥିଲା ହଁ। ତମେ ପୁରା କଣ ଅନ୍ତର୍ଯାମୀ ହଁ। ତମେ ପୁରା କଣ ହଉଛ ନିଜଜ୍ଞ ତମେ ବିଶାରଦ ପଣ୍ଡିତ ତମେ ଟିକେ ଚିନ୍ତା କରିବାର ନଥିଲା ଆହା କଣ ଚିନ୍ତା କରିବାର ଥିଲା କଣ? ଆପଣମାନଙ୍କ ମହାନାଟକ ଗୋଟେ ଶ୍ଲୋକ ଲେଖା ହେଇଛି
হেম কুরঙ্গ পূর্ব বার্তা প্রিয়ত বেদ পুরাণ শাস্ত্রে কথা দৃষ্টা রঘুনন্দনে কে বিনা সকালে বিপরীত রাবণ কইলা প্রভু তমে টিকে চিন্তা করিবার ଥିଲା হেম কুরঙ্গ ସୁନାର କୁରଙ୍ଗ ବେଳକା ମୃଗ ଇଏ କଥା କୋଉଟା ସତ ଯିବି ରେ ରହ ତମେ ଟିକେ ଚିନ୍ତା କରିବା ଥିଲା ସୁନାର ମୃଗ କୋଉଠି ନାହିଁ ଏ କଥା ତମେ ଚିନ୍ତା କରିଛ ନ କରିକି ତୁମେ ସୀତା କହି ଦଉଛ ତୁମେ ଜାଣିଛ ବୁଦ୍ଧି ବିନାଶ ସମୟ ଆସିବାରୁ ତମକୁ ବିପରୀତ ବୁଦ୍ଧି ସବୁ ଦେଖାଗଲା ଆଉ ଯୋଉ ଲୋକ ଏଥିରୁ ଆମେ ଶିକ୍ଷା ପାଇବା କଣ ନା ଯୋଉ ଲୋକ ସ୍ତ୍ରୀ କଥାରେ ପରିଚାଳିତ ହୁଏ ତାର ବିନାଶ ହବ ସ୍ତ୍ରୀ ବୁଦ୍ଧି ପ୍ରଳୟକାରୀ କିନ୍ତୁ ରାମକୁ ରାବଣ ସହିତ ଲେଖି ଉପଦେଶ ଦେଲା କହିଲା ହେ ପ୍ରଭୁ ତମେ ଗୋଟେ ସ୍ତ୍ରୀ କଥାରେ ପଡି ଗୋଟେ ମାୟା ମରିଚିକା ପଛରେ ଦୌଡୁଛ ସ୍ତ୍ରୀ କଥାରେ ଯିଏ ପରିଚାଳିତ ହୁଏ ତାର ବିପଦ ଆସେ ତେଣୁ ତମେ ଯେତେବେଳେ ମୃଗ ପଛରେ ଗଲ ହଉ ହେଲା ହେ ପ୍ରଭୁ ତୁମେ ସୀତାଙ୍କର କଥାରେ ପଡି ମାୟା ମୃଗ ପଛରେ ଗଲ କିଛି ବାଟ ତୁମେ ମୃଗ ପଛରେ ଗଲା ପରେ ସାନୁର ଲକ୍ଷ୍ମଣ ତମ ସହିତ ଭେଟ ହେଲା ଲକ୍ଷ୍ମଣ ଡାକିଲେ ଭାଇ ମୃଗ ମାରିବା ଏଇଟା ମୃଗ ଏଇଟା କୋଉ ମୃଗ ମାରିବା ପାଇଁ ଯାଉଛ ଏଇଟା ମୃଗ ସ୍ୱର୍ଣ୍ଣ ମୃଗ ଏଇଟା ମୃଗ ନୁହଁ ଏଇଠି ଲକ୍ଷ୍ମଣ ମନା କରିଦେଲେ କହିଲେ ଭାଇ ଏଇଟା ମୃଗ ନୁହଁ ପରିଷ୍କାର କରି ଲକ୍ଷ୍ମଣ କହିଛନ୍ତି ହେ ଭାଇ ଏଇଟା ମୃଗ ନୁହଁ ଏଇଟା ମାୟା ମାରିଛ ଏଇଟା ମାୟା ବି ରାକ୍ଷସ ତମେ ଜାଣ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ବୈଦେଶ ଭଞ୍ଜ ସୁନ୍ଦର ଭାବରେ ଲକ୍ଷ୍ମଣ କହୁଛ ବଦତି ଲକ୍ଷ୍ମଣ ଏକ ଗୋଟିଏ ଇଏ ମାରିଛ ଲକ୍ଷ୍ମଣ କହିଲେ ଭାଇ ବଦତି ଲକ୍ଷ୍ମଣ ବଦତି ବୋଲେ କହିବା ଲକ୍ଷ୍ମଣ କହିଲେ ଭାଇ ଏଇଟା କପଟି ଏଣ ବୋଲେ ମୃଗ କପଟି ବୋଲେ ମାୟା ଏଇଟା ମାୟା ମୃଗ ଏଇଟା ସତରେ ମୃଗ ନୁହଁ ମାୟା ମୃଗ କିଏ ନା ମାରିଛ ନିଶ୍ଚୟ ଲକ୍ଷ୍ମଣ କହିଲେ ଏଇଟା ହଉଛି ମାରିଛ ଭାଇ ତମେ ଜାଣ ବାରମ୍ବାର ଲକ୍ଷ୍ମଣ ମନା କରୁଛ ଏଇଟା ମାରିଛ ଏଇଟା ମୃଗ ନୁହଁ ତମେ ଜାଣ ବିପଦ ଅଛି ମନା କଲା ପରେ ମଧ୍ୟ କଥାର ଅଛି ବଡ ଥିଲେ ପଚାରି ସାନ ଥିଲେ ବିଚାରି ସାନ ଭାଇଟା ବାରମ୍ବାର ମନା କରୁଛି ଏଇଟା ମାୟା ମୃଗ ଏ ବାସ୍ତବ ମୃଗ ନୁହଁ ଏଇଟା ମାରିଛ ରାକ୍ଷସ ବାରମ୍ବାର ମନା କଲା ପରେ ମଧ୍ୟ ଆଜ୍ଞା ଲକ୍ଷ୍ମଣ କଥା ଆମ ମାନିଲେ ମାନିଲେ କାହିଁ ମାନିଲେନି କାହିଁକି ରାବଣ ସେଇ କଥା କହିଲା ହେ ପ୍ରଭୁ ତମର ପ୍ରଥମ ଭୁଲ ହେଲା ତମେ ଟିକେ ଚିନ୍ତା କରିପାରିଲନି ତା ମୃଗ କି ସୁନାର ମୃଗ ନା ତା ବାସ୍ତବ ମୃଗ କୌଣସି ବେଦ ପୁରାଣ ଶାସ୍ତ୍ର ଲେଖା ନଥିଲା ତମେ ଯଦି ଜ୍ଞାନୀକୁ ବୁଝିବାର ଥିଲା ତମ ଭୁଲଟାକୁ ତୁମେ ଧରିପାରିଲ ଦ୍ୱିତୀୟ ଲକ୍ଷ୍ମଣ ବାରମ୍ବାର ମନା କରୁଛନ୍ତି ଭାଇ ତୁମେ ଯାଆନା ତା ମୃଗ ନୁହଁ ମାରିଛ ଲକ୍ଷ୍ମଣ କଥା ମଧ୍ୟ ଖାତିର କଲନି ତୁମେ ଗଲ ଲକ୍ଷ୍ମଣ କହିଲେ ଲକ୍ଷ୍ମଣ ବଧିବି ଅବଶ୍ୟ ମୃଗ ବା ରାକ୍ଷସ ଶ୍ରୀରାମ ବୁଲି ହେ ଲକ୍ଷ୍ମଣ ଏଟା ମୃଗ ହଉ ବା ରାକ୍ଷସ ହଉ ମାପାଦି ବଧି ତାକୁ ମାରି ଲକ୍ଷ୍ମଣ କଥା କାଟି ଦେଇକି ରାମ ଆଗେ ମୃଗ ଗଲା ପରେ କିଛି ବାଟ ଗଲା ପରେ ରାମ ସ୍ୱର ମାଇଲେ ରାମ କାକୁ ସ୍ୱର ଯାଇ ମାରିଚ ଦେହରେ ବାଜିଲା ମାରିଚ ଦେହରେ ବାଜିଲା ପରେ ମାରିଚ ଡାକିଲା କଣ ଡାକିଲା ରାହି ଲକ୍ଷ୍ମଣ ଡାକିଲା କାହିଁକି ରାହି ଲକ୍ଷ୍ମଣ ଡାକିଲା ତାର ତତ୍ତ୍ୱ କଣ ରାହି ଲକ୍ଷ୍ମଣକୁ ଡାକିଲା ତା ଭିତରେ ତତ୍ତ୍ୱ କଣ ଅଛି ତା ହିଁ ଲକ୍ଷ୍ମଣ ବୁଝିଲାନି ମାରିଚ ଚିନ୍ତା କଲା ମୁଁ ବର୍ତ୍ତମାନ ମରିବି ମଲା ବେଳେ ସତ କଥା କହିଦେଲେ ବୈକୁଣ୍ଠ ବୁଝିବି ସତ କଥାଟା କଣ ନା ହେ ଲକ୍ଷ୍ମଣ ତମ ଭାଇ ମତେ ମାରିବାକୁ ଆସୁଥିଲା ବେଳେ ତମ ଭାଇକୁ ତମେ ବୁଝଉଥିଲ ମୁଁ ମାରିଛ ନୁହଁ ମାରିଛ ବୋଲି ମତେ ଯୋଉ ବୁଝଉଥିଲ ତମ ଭାଇ କହୁଥିଲ ଏଇଟା ମୃଗ ନୁହଁ ମାରିଛ ସେଇ କଥାଟା ସତ୍ୟ ତା ହିଁ ଲକ୍ଷ୍ମଣ ମଲା ବେଳେ ସତ କହିଦେଲା ଆଜ୍ଞା ସେ ହେ ଲକ୍ଷ୍ମଣ ତମେ ଯାହା କହୁଥିଲ ସତ୍ୟ ତା ହିଁ ଲକ୍ଷ୍ମଣ ସେଇ କଥା ଆଜି ରାବଣ କଲା ପ୍ରଭୁ ଇଏ ପ୍ରକୃତ ସତ୍ୟ କଥାଟା ତମେ ବୁଝିପାରିଲନି ମୃଗ କାହିଁକି ଚାହିଁଲେ କଣ କହିଲା ସେ କଥାର ସେ ମର୍ମ ତମେ ବୁଝିପାରିଲନି ତମେ ତ ବୁଝିପାରିଲନି ତମ ସ୍ତ୍ରୀ ସୀତା ମଧ୍ୟ ବୁଝିପାରିଲାନି ସୀତା ଜାଣିଲା ରାମକୁ ବୋଧେ ବିପଦ ପଡୁଛି ରାମ ଡାକୁଛନ୍ତି ଚାହିଁଲା ତେଣୁ ସେଇଠି ସୀତା କଲେ ଲକ୍ଷ୍ମଣକୁ ଡାକିଲେ କହିଲେ ହେ ଲକ୍ଷ୍ମଣ ତମ ଭାଇକୁ ବିପତ୍ତି ପଡିଛି ସମ୍ରାଟ ଭଣ୍ଡା ବହୁତ ପଦ ତା ଭିତରେ ଲେଖା ସବୁଗୁଡା ଗାଇପାରିବେ ବିପତ୍ତି ପଦ ନପତି ତମ ନାମ ହରିଦେ
ତମ ନାମ ଧରିକି ଡାକ ଡାକନ୍ତି। ହେ ଲକ୍ଷ୍ମଣ ତମ ଭାଇ ବିପତ୍ତି କହିଲା ବୋଲି ତମ ନାଁ ଧରିକି ଆଇଲେ। ଡାକୁଛୁ ଶୀଘ୍ର ଯା ଯାଅ। ଲକ୍ଷ୍ମଣ ବାରମ୍ବାର ବୁଝେଇଲେ କହିଲେ ମୋ ଭାଇ ହଉଛି ବିଶ୍ୱର 1 ନମ୍ବର ବୀର ତାଙ୍କର କଣ ଭୁଲ ଭୁଲ ହବ ହବ। ତାଙ୍କର କଣ ବିପତ୍ତି କହିବ କହିବ। ବାରମ୍ବାର ଲକ୍ଷ୍ମଣ ବୁଝେଇଲା ପରେ ମା ବୁଝିଲା ନାହିଁ ନାଇଁ। ମା ଧିକାର କଲା ଲକ୍ଷ୍ମଣ କଟବଚନ ଶୁଣିଲା ବାଧ୍ୟ ହେଇକି ଲକ୍ଷ୍ମଣ ଆଜ୍ଞା ଗଲେ ଗଲେ। ତିନିହାର କାଟିଲେ ଲକ୍ଷ୍ମଣ ଗଲେ ପୁରାଣ କଥା ମୁଁ ଜାଣିଛି ଆଜ୍ଞା। ଲକ୍ଷ୍ମଣ ଗଲା ପରେ ଏ। ରାବଣ କହିଲା ପ୍ରଭୁ ହଁ। ମୁଁ ସୀତାଙ୍କୁ ହରଣ କରିନି ବରଣ କରିଛି କେମିତି ଦେଖନ୍ତୁ କେମିତି ତମେ ଗଲ ଗଲ ତମ ପଛେ ପଛେ ଲକ୍ଷ୍ମଣ ଗଲେ ଗଲେ ମୋ ମା ରହିଲା ପୃଥିବୀରେ ଏକୁଟିଆ ଏକା ଏକା ରହିଲା ମୋ ମା ମା ମୁଁ ଯାଇକି ମୋ ମା ପାଖରେ ପହଞ୍ଚିବି ହଁ। ଆଉ ମୁଁ ଯେତେବେଳେ ମୋ ମା ସୀତାକୁ ଲଙ୍କାକୁ ଆଣିବି ହଁ ସୀତା ହଉଛି ମୋର ମା ଲକ୍ଷ୍ମୀ ସିଏ ହଁ ଦ୍ୱିତୀୟରେ ସୀତା ହଉଛି ରାବଣର ଝିଅ ମଧ୍ୟ ଆଜ୍ଞା କଣ ଆପଣମାନେ ପ୍ରମାଣ ମଧ୍ୟ ଆଗକୁ ପାଇବେ ସୀତା ହଉଛି ରାବଣର ଝିଅ ବେଶ। କିନ୍ତୁ ରାବଣ କହିଲା ପ୍ରଭୁ ହଁ। ଯଦି ମୋ ଝିଅ ବା ମୋ ମା ହଁ। ମୋ ଲଙ୍କା ପାଖକୁ ଆସିବ ଆଜ୍ଞା, ଆଜ୍ଞା। ମୁଁ ଗୋଟେ ଶୁଭ ବେଳା ତିଥି ନକ୍ଷତ୍ର ଦେଖିକି ଆଣିବି ହଁ। ନା ଯେତେବେଳେ ନାହିଁ ସେତେବେଳେ ଆସିବି ନାଇଁ ନାଇଁ ଶୁଭ ବେଳା ଦେଖିବ ପ୍ରଥମ କରି ସୀତା ଲଙ୍କାକୁ ଆସିବି ଆଜ୍ଞା ପୁରା ବେଳ ତିଥି କାଳ ବାର ଦେଖିକି ଆଣିବ ନା ନାହିଁ ଆଜ୍ଞା ତେଣୁ ରାବଣ କହିଲା ପ୍ରଭୁ ହଁ। ସୀତାଙ୍କୁ କୋଉ ସମୟରେ ଲଙ୍କାକୁ ଆଣିଲେ ମୋ ପାଇଁ ସେଟା ଭଲ ହବ ହବ। ଲଙ୍କା ପାଇଁ ଶୁଭ ହବ ହଁ। ସେଇ ସମୟରେ ମୁଁ ଯାଇକି ସେଦିନ ପହଞ୍ଚିବି ଆହା ଯେ ଚୋରି করে ଆଜ୍ଞା ଆଜ୍ଞା। ଯଦି ମୁଁ ସୀତାକୁ ଅପହରଣ କରିଛି ବା ଚୋରି କରିଛି ହଁ। ଯେ ଚୋରି করে ଆଜ୍ଞା ସେ ଦିନ ବେଳା କାଳ ନକ୍ଷତ୍ର ଦେଖିକି ଯିବ ନାଇଁ ଆଜ୍ଞା ଯିବ କି ନା। କିନ୍ତୁ ରାବଣ କହିଲା ମୁଁ ଯେତେବେଳେ ସୀତାଙ୍କ ପାଖରେ ପହଞ୍ଚୁଛି ହଁ। ମୁଁ ସବୁଗୁଡାକ ଆଗରୁ ନିର୍ଘଣ୍ଟ କରିକି ଯାଇଛି ଆଚ୍ଛା ଯେତେବେଳେ ରାବଣ ଆଜ୍ଞା ସୀତାଙ୍କ ପାଖରେ ପହଞ୍ଚିଲା ସେତେବେଳେ? ମହାନାୟକ ହନୁମାନ ମିଶ୍ର ସମ୍ପୂର୍ଣ୍ଣ ସୁନ୍ଦର ଭାବରେ ଲେଖିଛନ୍ତି ଆଜ୍ଞା ରାବଣ ଯାଉଛି ସୀତାଙ୍କ ପାଖକୁ ଆଜ୍ଞା କୋଉ ସମୟରେ ଯାଇଛି ଜାଣିବା হ্যাঁ হ্যাঁ। শুনুছি আপনারা শুনুন হ্যাঁ। রাবণ তো সীতাଙ୍କ পাখে পৌঁছিছি কাଳ বেଳ ତିଥି ନକ୍ଷତ୍ର ସବୁ ନିର୍ଘଣ୍ଟ କରି କିଛି ନାହିଁ ଠିକ। ରାବଣ ଥିଲା ଜ୍ୟୋତିଷ ବିଶାରଦ ଆଜ୍ଞା ହଁ। ସେ ତ୍ରିକାଳଦର୍ଶୀ ସବୁ ବିଦ୍ୟାରେ 10 ମହାବିଦ୍ୟା ପାରଙ୍ଗମ ଥିଲା ରାବଣ ଆଚ୍ଛା। ସେ ସମସ୍ତ ବିଦ୍ୟାରେ ସେ ଥିଲା ଦୁର୍ବିନ ଆହା। କିନ୍ତୁ ରାବଣ ସୀତାଙ୍କ ପାଖରେ ପହଞ୍ଚିଲା କେତେବେଳେ ଆପଣମାନେ ତ ମହାନାୟକରେ ସୁନ୍ଦର ଭାବରେ ସୁର କରି ଖାଇ ଆହା। କହିଲେ ଅର୍ଦ୍ଧରାତ୍ରେ ଦିବସ ସାଥେ ସାଥେ ଚନ୍ଦ୍ରାଥେ ଆଶ୍ରୟ সীতা হুয়া মাসে সীতাষ্টমী রাবণ কলা মু কেতবে মো মা সীতাকে আনিবি না অর্ধরাত্রে ঘেরানি অর্ধরাত্রে অর্ধরা অর্ধরা বলে আজ্ঞা হয়তো